ଆସିଗଲା ଓଡ଼ିଶା ପୋଲିସ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ବାଲେଶ୍ୱର ତରଫରୁ ଗୃହରକ୍ଷୀ ପଦବୀ ପାଇଁ ଭ୍ୟାକେନ୍ସି ଯାହା 5/2/2025ର ନୋଟିସ୍ ଆଧାରରେ ଭ୍ୟାକେନ୍ସିଟି ବାହାରିଛି ଯେଉଁଥିରେ କି ଗୃହରକ୍ଷୀ ସାଧାରଣ ବର୍ଗର ଯେଉଁଟାକି 158 ଜଣ ପୁରୁଷଙ୍କୁ ଏବଂ 2 ଜଣ ମହିଳାଙ୍କୁ ଏଥିରେ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପାଇଁ ଯେଉଁ ସମୟସୀମା ରହିଛି ଯାହା 21 ଫେବୃଆରୀ 2025ରୁ ଆରମ୍ଭ ହୋଇ ମାର୍ଚ୍ଚ 4 ତାରିଖ 2025 ପର୍ଯ୍ୟନ୍ତ ରହିଛି ଏବଂ ଏଥିରେ ଯେଉଁ ଯୋଗ୍ୟତା ରହିଛି ତାହା ଆବେଦନକାରୀ ମାନଙ୍କର ଯେଉଁ ରେସିଡେନ୍ସ ବାଲେଶ୍ୱରରେ ହୋଇଥିବ ଏବଂ ଆବେଦନକାରୀ ଓଡ଼ିଆ ଭାଷାରେ ପଢ଼ିବା ଲେଖିବା ଏବଂ ଜାଣିଥିବେ ଏବଂ ଆବେଦନକାରୀ କୌଣସି ଫୌଜଦାରୀ ମକଦ୍ଦମାରେ ସମ୍ପୃକ୍ତ ନଥିବେ ଯାହା ଯେମିତିକି ଯାହା ଏଗେନଷ୍ଟ କିଛି କେସ୍ ଥିବ ତାହେଲେ ସେସବୁ ମ୍ୟାଟରରେ ଏସବୁ ଜିନିଷକୁ ଟିକେ କମ୍ ଗୁରୁତ୍ୱ ଦିଆଯିବ। ଆବେଦନକାରୀ ସୁସ୍ଥ ଏବଂ ସବଳ ଫିଜିକାଲି ଫିଟ୍ ହୋଇଥିବେ। ଏହାଛଡ଼ା ଏଠି ଯେଉଁ ଆପଣମାନଙ୍କର ଯେଉଁ ବୟସ ସୀମା ମାଗିଛି ତାହା କମ୍ ସେ କମ୍ 20 ବର୍ଷ ମାଗିଛି ଏବଂ ଅଧିକ 60 ବର୍ଷ ପର୍ଯ୍ୟନ୍ତ ଏହା ଏକ୍ସଟେଣ୍ଡ କରାଯାଇପାରିବ ଏବଂ ଶିକ୍ଷାଗତ ଯୋଗ୍ୟତା କଥା ଦେଖିଲେ କ୍ଲାସ୍ ଭି ଯେଉଁଟାକି ଓଡ଼ିଆ ମିଡ଼ିୟମର କ୍ଲାସ୍ ଭି ପାସ୍ କରିଥିବେ ଏବଂ ଏଥିପାଇଁ ଯେଉଁ ଆବଶ୍ୟକୀୟ ଫର୍ମ ଏହି PDFରେ ଆପଣଙ୍କୁ ମୁଁ ଯୋଗାଇଦେବି ଯେଉଁଥିରେ କି ଫର୍ମ ଏକୁ ଫିଲ୍ଅପ୍ କରି ଆପଣମାନଙ୍କୁ ସିଧାସଳଖ ଭାବେ ନେଇ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରର ହୋମଗାର୍ଡ଼ ଅଫିସ୍ ଯେଉଁ ଅଛି ସେଠି ସବମିଟ୍ କରିବା ପାଇଁ ପଡ଼ିବ 21 ଫେବୃଆରୀରୁ ମାର୍ଚ୍ଚ 4 ତାରିଖ ମଧ୍ୟରେ ଏବଂ ଏଥିପାଇଁ ଯେଉଁ ରହିଛି ସିଲେକ୍ସନ୍ ବୋର୍ଡ଼ ତାହା ଡିଷ୍ଟ୍ରିକ୍ଟ ଲେବୁଲରେ ହେବ ଏବଂ ବିଭିନ୍ନ ପ୍ରକାରର ଅଭିଜ୍ଞତାକୁ ଆଧାରିତ କରି ପ୍ରିଫରେନ୍ସ ଦିଆଯିବ ଯାହା ଡ୍ରାଇଭିଂ କମ୍ପ୍ୟୁଟର ଇଲେକ୍ଟ୍ରିସିଆନ୍ ମେକାନିକ୍ ଲଣ୍ଡ୍ରି କୁକ୍ ହେୟାର କଟିଂ ଆଦି ବିଭିନ୍ନ ପ୍ରକାର ଟ୍ରେଡ୍ ଏଥିରେ ରହିଛି। ସବୁଠାରୁ ଅଧିକ ପଦବୀ 167ଟି ରେକର୍ଡ଼ଧାରୀ ତେଣୁ ଏହାକୁ ଆପ୍ଲାଏ କରିବା ନିତ୍ୟାନ୍ତ ଜରୁରୀ। ଏଠାରେ ଦେଖିବାକୁ ପାଉଥିବେ କି ଏ ଯେଉଁ ଲେଖା ହେଇଛି ଫର୍ମ କ ବା ଫର୍ମ ଏ ଯେଉଁଟାକୁ ଆମେ ଆଲୋଚନା କରୁଥିଲୁ এই ଫର୍ମ ଏଟି ଆପଣଙ୍କୁ ଫିଲ୍ଅପ୍ କରି ସବମିଟ୍ କରିବା ପାଇଁ ପଡ଼ିବ। ଯେମିତିକି ଏଠାରେ ଏହାକୁ ପ୍ରିଣ୍ଟ ଆଉଟ୍ କାଢ଼ିବେ ପ୍ରିଣ୍ଟ ଆଉଟ୍ କଲା ପରେ ଏଠି ଗୋଟେ ଘୋଷଣାନାମା ଆପଣ ଏଠାରେ ଦେବେ ନିଜର ନାଁ ବାସସ୍ଥାନକୁ ଦେଇ ଏବଂ ତା'ର ଆଟାଚ୍ଡ କପି ଯେଉଁଟାକି ରେସିଡେଣ୍ଟ ସାର୍ଟିଫିକେଟ୍ ଆପଣ ଏଥିରେ ଯୋଡ଼ିକିନା ଦେବା ପାଇଁ ପଡ଼ିବ ଏବଂ ଆଉ ବାକି ଯେଉଁ ଡିଟେଲ୍ ରହିଛି ଯେଉଁଟାକି ପୁରା ନାମ ଠିକଣା ଯେଉଁଟାକି ଆଧାର କାର୍ଡ଼ ତା'ର ଆଟାଚ୍ କପି ଏବଂ ମୋବାଇଲ୍ ନମ୍ବର ଜନ୍ମ ତାରିଖ ଡେଟ୍ ଅଫ୍ ବାର୍ଥ ଯେଉଁଟାକି ମ୍ୟାଟ୍ରିକ୍ ସାର୍ଟିଫିକେଟ୍କୁ ଆପଣ ଆଧାର କରିପାରିବେ ଏବଂ ଜନ୍ମସ୍ଥାନ ଯେଉଁଟାକି ଆପଣଙ୍କ ରେସିଡେନ୍ସ ଜିଲ୍ଲା ଏବଂ ଜୀବିକା ବୃତ୍ତି ବା ଯେଉଁଟାକି ଆପଣଙ୍କ ଟ୍ରେଡ୍ ଏହାକୁ ଏଠାରେ ମେନସନ୍ କରିବେ ଏବଂ ତତ୍ ସମ୍ବନ୍ଧିତ ସାର୍ଟିଫିକେଟ୍କୁ ଏଥିରେ ଆଟାଚ୍ କରିବେ। ଏହାପରେ ଆବଶ୍ୟକୀୟ ଫଟୋକୁ ସଂଲଗ୍ନ କରି ଏହି ଫର୍ମକୁ ଆପଣ ବାଇ ହ୍ୟାଣ୍ଡ ଏହାକୁ ଡିଷ୍ଟ୍ରିକ୍ଟ ହୋମଗାର୍ଡ଼ ଅଫିସରେ ପଇଠ କରିବେ ଏବଂ ଏହା ପାଇଁ ଆବଶ୍ୟକୀୟ ସମସ୍ତ ଅପଡ଼େଟ୍ ପାଇଁ ନିଜକୁ ପ୍ରସ୍ତୁତ କରି ରଖିବେ। ଏବେ ଦେଖିବା ଏହା ସଂଲଗ୍ନିତ ଯେଉଁ VHF ମେସେଜ ଯାହା 19 ଫେବୃଆରୀ 2025ରେ ହୋମଗାର୍ଡ଼ ଅଫିସକୁ ଆସିଛି ବାଲେଶ୍ୱରକୁ ତ ଏଥିରେ ଯେଉଁ ରହିଛି ସିଧାସଳଖ ଡିରେକ୍ଟ କରାଯାଇଛି ଯେ ନୋଟିଫିକେସନ୍ ବାହାର କରିବା ପାଇଁ ସମସ୍ତ ପୋଲିସ ଷ୍ଟେସନ ଏବଂ ଆଉଟପୋଷ୍ଟ ବା ଫାଣ୍ଡିମାନଙ୍କ ପାଇଁ ଏହି ଡିରେକ୍ସନ୍ ରହିଛି ଯେଉଁଥିରେ କି ଏହି ଇନଫର୍ମେସନ୍କୁ ସାର୍କୁଲେସନ୍ କରିବା ପାଇଁ ସମସ୍ତ ବର୍ଗର ସାଧାରଣ ଜନତାଙ୍କ ପାଖରେ ଏବଂ ଫର୍ମକୁ ଉପଲବ୍ଧ କରିବା ପାଇଁ। ଏଠାରେ ଆପଣ ଦେଖିପାରୁଥିବେ ଏଇ ଯେଉଁ ନୋଟିଫିକେସନ୍ର କପି ଯେଉଁଟାକି ଅଫିସିଆଲ ଲେବୁଲରେ ବିଭିନ୍ନ ପ୍ରକାର ଅଫିସର୍ସମାନଙ୍କ ପାଖକୁ ଫରୱାର୍ଡ଼ କରାଯାଇଛି ଯେମିତିକି ଏହି ରିକ୍ରୁଟମେଣ୍ଟକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ। ତେଣୁ ଆଉ ଡେରି ନକରି ସିଧା ବହୁତ ଶୀଘ୍ର ଆମେ ଏଥିପାଇଁ ପ୍ରସ୍ତୁତ ହୋଇ ରହିବା ଏବଂ ଫିଜିକାଲି ଆମେ କମ୍ ସେ କମ୍ ରନିଂକୁ ବେଶୀ ପ୍ରିଫରେନ୍ସ ଦେବା ଏବଂ ନିଜର ଟ୍ରେଡ଼ରେ ଯେଉଁ ଅଭିଜ୍ଞତା ରହିଛି ତ ସେଥିରେ ଆମେ ନିଜ ପ୍ରମ୍ପଟନେସ୍କୁ ଆମେ ରିକ୍ରୁଟମେଣ୍ଟରେ ଦେଖାଇବା ଏବଂ ବହୁତ ଜଲ୍ଦି ସରକାରୀ ଚାକିରିଟିଏ ନିଜ ହାତକୁ ନେବା।